ସାଥିର ଗପର ଆସର। ଆସ ପିଲାମାନେ, ଆମେ ଗୋଟେ ନୂଆ ଗପଟି ଶୁଣିବା, ଯାହାର ନାମ ହେଲା ଭେଣ୍ଡି ସହ ବାଇଗଣର ବାହାଘର। ଭେଣ୍ଡି ସହିତ ବାଇଗଣର ବାହାଘର ଠିକ୍ ହୋଇଗଲା। ସକାଳୁ ସବୁ ପରିବା ଗୋଟିଏ ଜାଗାରେ ଏକାଠି ହେଲେ। ଧନିଆ ପତ୍ର ଭେଣ୍ଡିକୁ ବହୁ ବେଶରେ ସଜାଇ ଦେଲା। ବର ସହ ଆଳୁ, ବିଲାତି ବାଇଗଣ, କଲରା ଓ ସଜନା ଛୁଇଁ ବାହାଘରକୁ ଗଲେ। ଖୁସିରେ ଗୀତ ଗାଇ ନାଚିଲେ। କଖାରୁ ଢୋଲ ବଜାଇ ଯାଉଥିଲା। ହଠାତ୍ ସେ ଆଳୁ ଉପରେ ଦୁଲକିନା ପଡ଼ିଗଲା। ଆଳୁ ଭେଁକିନା ରଡ଼ି ଛାଡ଼ିଲା। ଭେଣ୍ଡି ଲାଜ ଲାଜ ହୋଇ ବାଇଗଣ ଗଳାରେ ବରଣମାଳା ଦେଲା। ସେମାନେ ଭୋଜିରେ ଲଡୁ, ବରଫି ଓ ଜିଲାପି ଖାଇଲେ। ବର କନ୍ୟାଙ୍କ ଶୁଭ ମନାସି ଘରକୁ ଫେରିଲେ। ଏଇଠାରେ ଗପଟି ସମାପ୍ତ ହେଲା। ଗପଟି ଯଦି ଭଲ ଲାଗିଲା ମୋ ସାଥୀ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।